50 ଲକ୍ଷ ଆଉ ମନ୍ତ୍ରୀ ପଦ ସେତେବେଳେ ମୁଁ କହିଥିଲି, ଆପଣ ମିଡିଆରେ ସବୁ ଶୁଣିଛନ୍ତି। ହଁ 50 ଲକ୍ଷ ମନ୍ତ୍ରୀ ପଦ, ଏହାକୁ ଆପଣ ପ୍ରଭାବିତ ହେଇନଥିଲେ ଏଥିରେ? ମୁଁ ବାରମ୍ବାର ଟିଭିରେ କହିଲି ନା ସେ ସମୟରେ। ତ ଆପଣ ଏବେ ବି ସେଇ ନୀତିରେ କାୟମ ଅଛନ୍ତି? ହଁ, ସେମିତିରେ କାୟମ ଅଛି, ମଲା ପର୍ଯ୍ୟନ୍ତ ବି ରହିବି। ଆଉ ଯଦି ଏଭଳି କାରବାର ଆପଣଙ୍କ ଆଖି ଆଗରେ ହୁଏ, ଆପଣ ତାକୁ କେମିତି ନେବେ? ନାଇଁ, ମୁଁ ଏ କାରବାରକୁ ସପୋର୍ଟ କରୁନି। କାରବାର ଯଦି ହୁଏ ମୁଁ ତାର ବିରୋଧ କରିବି। ମୁଁ କୌଣସି ପ୍ରକାର ଘୋଡ଼ା ବେପାରକୁ ସ୍ୱାଗତ କରେନି ବା କରିନାହିଁ। ମତେ ବି ଆଗରୁ ବହୁତ ପାର୍ଟିରୁ ଏମିତି ସବୁ ନାନାବିଧ ପ୍ରଲୋଭନ ଆସିଛି, କେଡେ କେଡେ ନେତା ମନ୍ତ୍ରୀ ଆସିଛନ୍ତି, ମୁଁ ସେଥିରେ କିଛି ରାଜି ହେଇନି। ରବୀନ୍ଦ୍ର ଜେନା ପୂର୍ବତନ ଏମପି ଯେତେବେଳେ ବିଜେଡି ଛାଡି ବିଜେପିରେ ମିଶୁଛନ୍ତି, ସେତେବେଳେ ଆପଣ ସ୍ଥାନୀୟ ଏମପି ହିସାବରେ ଆପଣଙ୍କର ପରାମର୍ଶ କାହିଁକି ନିଆଯାଏ? ସବୁ କଥା ମୁଁ କହିପାରିବିନି। ମତେ ସୂଚନା ଥିଲା ଯେ ସେ କାଲି ମିଶିବେ, ମତେ ଯିବା ପାଇଁ ବି କହିଥିଲେ। ପାର୍ଲାମେଣ୍ଟ ଚାଲିଛି ତ ମୋର ହୋଇପାରୁଛି, ମୁଁ ମନା କରିଦେଲି। ତ ଆପଣଙ୍କର ଏଥିରେ କିଛି ରିଜର୍ଭେସନ ଅଛି କି, ଆପତ୍ତି ଅଛି କି? ଦେଖନ୍ତୁ, ମୋର ମତଟା ମୁଁ ପାର୍ଟିକୁ ଜଣେଇବି ନା, ମୁଁ ସମସ୍ତଙ୍କୁ କାହିଁ କହିବି? କିନ୍ତୁ ଆପଣଙ୍କର ଗୋଟେ ପୁରୁଣା ଭିଡିଓ ଭାଇରାଲ ହଉଛି, ଯୋଉଥିରେ ଆପଣ କହୁଥିଲେ ଯେ କିଭଳି ଭାବରେ ସିବିଆଇ ତାଙ୍କ ପଛରେ ଗୋଡଉଛି, ଆଉ ସିବିଆଇ ଭୟରେ ଭିତରେ କିଭଳି ଅଛନ୍ତି, କବାଟ ଠକ୍ ଠକ୍ କରୁଛି ସିବିଆଇ। ଆପଣଙ୍କ ସେଇ ପୁରୁଣା ମତରେ କଣ ଆପଣ ଏବେ କାୟମ ଅଛନ୍ତି? ତା ମାନେ ଆପଣ କହୁଛନ୍ତି ସେ ଜଣେ ବ୍ୟକ୍ତି ଯିଏ ସିବିଆଇ ତଦନ୍ତ ଭିତରେ ଅଛନ୍ତି, ତାଙ୍କୁ ଭାରତୀୟ ଜନତା ପାର୍ଟିରେ ମିଶିବାର ଆବଶ୍ୟକତା ନଥିଲା? ଦେଖନ୍ତୁ, ଭାରତୀୟ ଜନତା ପାର୍ଟିରେ ମିଶିବାର ନିଷ୍ପତ୍ତି ଆମର ରାଜ୍ୟ ନେତୃତ୍ୱ ନେଇଛନ୍ତି, ସେ ବିଷୟରେ ମୁଁ କିଛି କହିବିନି। କିନ୍ତୁ ସେ ବେଲରେ ଅଛନ୍ତି, ତେଣୁ ତାଙ୍କର ଅଭିଯୋଗ ଅବଶ୍ୟ ପ୍ରମାଣିତ ହେଇନାହିଁ, ତେଣୁ ତାଙ୍କୁ ମୁଁ ଦୋଷୀ ବୋଲି କହିପାରିବିନି, କିନ୍ତୁ ସେ ସନ୍ଦେହର ଘେରରେ ଅଛନ୍ତି। ତ ସନ୍ଦେହର ଘେରରେ ଥିବା ଜଣେ ବ୍ୟକ୍ତି କେମିତି ଭାରତୀୟ ଜନତା ପାର୍ଟିରେ ମିଶିଲେ, ଯେତେବେଳେ ବିଜେପି କହେ ଯେ ଆମେ ଗୋଟିଏ ସତ୍ୟନିଷ୍ଠ ପାର୍ଟି, ଆମେ ପାର୍ଟି ୱିଥ୍ ଏ ଡିଫରେନ୍ସ? ମୁଁ ସେ ବିଷୟରେ କେମିତି କହିବି? ମୁଁ ତ ମିଶିବା କାମ କରିନି। ଏହା ଦ୍ୱାରା ବିଜେପି ଲାଭବାନ ହବ କି ନାହିଁ? ମୁଁ ସେମିତି ଜାଣିପାରୁନି, କିଛି ଲାଭ ଭଳିଆ ମତେ ଦେଖାଯାଉନି। କିଛି ଗୋଟେ ଆଖି ଦୃଶ୍ୟ ହେଇଯିବ, ସେମାନେ ସୁଦୃଢ ହେଇଯିବ, ମତେ ଏମିତି ଦେଖାଯାଉନି। କିନ୍ତୁ ଆପଣ ଭାବୁଛନ୍ତି କି ଯେ ଏମପି, ପୂର୍ବତନ ଏମପିଙ୍କର ଯିଏ ସ୍ତ୍ରୀ ଅଛନ୍ତି, ପତ୍ନୀ ଅଛନ୍ତି, ସେ ଜଣେ ବିଧାୟିକା, ସେ ଭୋଟଟି ଭାରତୀୟ ଜନତା ପାର୍ଟି ସମର୍ଥିତ ଦିଲ୍ଲୀପ ରାୟଙ୍କ ସପକ୍ଷରେ ଯିବ? ମୁଁ କହିପାରିବିନି। ସେ ତ ତାଙ୍କ ଷ୍ଟେଟମେଣ୍ଟ ଦେଇଛନ୍ତି ବିଜେଡି ପ୍ରାର୍ଥୀଙ୍କୁ ଦେବେ ବୋଲି, ଆଉ ସେ କଣ କରିବେ, ସେ ନିଷ୍ପତ୍ତି କରିବେ, ମୁଁ କେମିତି ଅନୁମାନ କରିବି? ଆପଣ କଣ ପାର୍ଟି ଫୋରମରେ ଏ ସମ୍ପର୍କରେ ଜଣେଇବେ ଯେ କୋଉ ପରିସ୍ଥିତିରେ ସିବିଆଇ ଇନକ୍ୱାରି ଭିତରେ ଥିବା ଜଣେ ବ୍ୟକ୍ତିଙ୍କୁ ପାର୍ଟି ଭିତରେ ନିଆଗଲା? ଦେଖିବା, ସେଟା ମୁଁ ଆଗରୁ କାହିଁକି କହିବି ମିଡିଆକୁ? ପାର୍ଟି ଫୋରମରେ ବସିଲେ କଥା ହବ। ତ ଆପଣ ଭାବୁଛନ୍ତି କି ଆପଣଙ୍କ ପ୍ରତିଦ୍ୱନ୍ଦ୍ୱୀ ଆସିଗଲେ ବୋଲି ବାଲେଶ୍ୱର ରାଜନୀତି? ନାଇଁ, ମୁଁ ସେମିତି କିଛି ଚିନ୍ତା କରୁନି। ୟାର ପ୍ରଭାବ କଣ ହବ? ଆପଣଙ୍କ କର୍ମୀ ମାନେ କଣ ଡିସଆପଏଣ୍ଟେଡ ଅଛନ୍ତି କି ପ୍ରତାପ? ଦେଖନ୍ତୁ, ଭିନ୍ନ ଭିନ୍ନ ପ୍ରତିକ୍ରିୟା ଅଛି। ଆମେ କର୍ମୀଙ୍କ ସହିତ ଯେତିକି ଫୋନରେ, ମୁଁ ତ ଦିଲ୍ଲୀରେ ଅଛି, ତେଣୁ ମୁଁ ସମସ୍ତଙ୍କ ସହିତ ମିଶି ପାରୁନି। ଯିଏ ଯାହା ଫୋନ କରୁଛନ୍ତି, ମୁଁ ଯାହା କହିବା କଥା କହୁଛି, ଯେ ଏସବୁ ଛୋଟ ମୋଟ କଥାରେ ପାର୍ଟି ବିରୁଦ୍ଧରେ କହିବାଟା ଉଚିତ ନୁହେଁ। ପାର୍ଟି ସହିତ ରୁହ, ଆଉ କାହିଁକି ଏଇଟା ଗୋଟେ କୌଣସି ଟ୍ରେଡ କରିକି ଆମେ ପାର୍ଟିକୁ ଆସିନୁ। ଇଏ ଗୋଟେ ଆମ ପ୍ରତି ନିଷ୍ଠା, ପ୍ରାମାଣିକତା, ଏଇଟା ଆମ ପାଇଁ ଗୋଟେ ସାଧନା। ତେଣୁ ତାକୁ ଏସବୁ କଥା ପାଇଁ ସେ ବିଷୟରେ କିଛି ମତଭେଦ ଆମେ କରିବା କଥା ନୁହଁ। ଆମେ ଆମ ପ୍ରାମାଣିକତାରେ ଦୃଢ ଅଛୁ। ବହୁତ ଲୋକ ଆସିବେ, ଯିବେ, ନାନା କଣ, ଯୋଉମାନେ ଦଳର ଆଦର୍ଶ ଆଉ ସିଦ୍ଧାନ୍ତ ପ୍ରତି କଟିବଦ୍ଧ ଅଛନ୍ତି, ସେମାନେ ଏସବୁରେ ବିଚଳିତ ହେବା ଉଚିତ ନୁହେଁ। ତ ଆପଣ କଣ ଭାବୁଛନ୍ତି ରବୀନ୍ଦ୍ର ଜେନା ଦଳର ଆଦର୍ଶ ଆଉ ସିଦ୍ଧାନ୍ତ ପ୍ରତି ପ୍ରତିବଦ୍ଧତା ଦେଖେଇବେ? ମୁଁ ସେପରି ପର୍ଯ୍ୟନ୍ତ ଭାବିନି, କିନ୍ତୁ ପରୀକ୍ଷା ହେଇନାହାନ୍ତି, ଆସିଛନ୍ତି କାଲି, କେମିତି ଜାଣିବି? ତ ଆପଣଙ୍କର ଜୀବନ ପ୍ରଦୀପ ଦାସ ବର୍ତ୍ତମାନ ଭାରତୀୟ ଜନତା ପାର୍ଟି ଛାଡୁଛନ୍ତି, ଏହା ଦ୍ୱାରା କଣ ପାର୍ଟିର କିଛି କ୍ଷତି ହବ ବୋଲି ଭାବୁଛନ୍ତି? ମୁଁ ଜୀବନ ପ୍ରଦୀପ ଦାସଙ୍କୁ ମନା କରିଥିଲି। ସୂଚନା ପାଇଲି ଯେତେବେଳେ ମତେ ପୂର୍ବତନ ସଭାପତି କହିଲେ, ମୁଁ ତାଙ୍କୁ ଫୋନ କଲି, ସେ ଉଠେଇଲେନି। ତାପରେ ମୁଁ ଗୋଟେ କନଫରେନ୍ସ କରି ତାଙ୍କୁ ମନା କଲି, ଭାଇ ଏପରି ପିଲାଳିଆ ନିଷ୍ପତ୍ତି ନେବା ଉଚିତ ନୁହେଁ। ସେ ଆଗରୁ ଥରେ ବି ଯାଇଥିଲେ, ପୁଣି ତାପରେ ଆସିଲେ, ପୁଣି ଚାଲିଗଲେ। କଣ କରିବା? ସେ ତ କୌଣସି ଦଳର ଆଦର୍ଶ ଦୃଷ୍ଟିରୁ କେହି ପାର୍ଟିରୁ ଛାଡିକି ଯାଉନାହାନ୍ତି ବା ପାର୍ଟିରେ ମିଶୁନାହାନ୍ତି, ତାକୁ କଣ କରିବା? ଏଇଟା କଣ ରବୀନ୍ଦ୍ର ଜେନାଙ୍କର ପ୍ରଭାବ ଯୋଉଥିପାଇଁ ସେ ପାର୍ଟି ଛାଡିଲେ? ମୁଁ ଜାଣିନି, ମୁଁ ଶୁଣିଥିଲି, ତାଙ୍କୁ ପଦେ କହିଲି। ସମସ୍ତେ ଯିଏ ଛାଡନ୍ତି ମୁଁ ତାଙ୍କୁ କୁହେ, ଅନେକ ରହିଯାଆନ୍ତି, କେହି ଚାଲିଯାଆନ୍ତି। ଆମର ତ ଏତେ ପ୍ରଭାବ ନାହିଁ ଯେ ଯାହା କହିଦେବି ସମସ୍ତେ ମାନି ନେବେ। କିନ୍ତୁ ଦଳର ହିତ ଦୃଷ୍ଟିରୁ, ତାଙ୍କର ହିତ ଦୃଷ୍ଟିରୁ, ଦେଶର ହିତ ଦୃଷ୍ଟିରୁ ଯୋଉଟା ମତେ ଉଚିତ ଲାଗେ, ମୁଁ ସେପରି କହେ। ଆଉ ଜୀବନ ପ୍ରଭାବ ହେଇଗଲା, ସେ ଛାଡିକି ପଳେଇଲେ। ଆଉ ବହୁତ ଲୋକ ତ ଅଛନ୍ତି ପାର୍ଟିରେ, ଲକ୍ଷ ଲକ୍ଷ କାର୍ଯ୍ୟକର୍ତ୍ତା, କାହିଁ ଛାଡିକି ଯାଉନାହାନ୍ତି? ଜୀବନ ପ୍ରଦୀପ ଦାସ ଛାଡିବା ଦ୍ୱାରା କଣ ପାର୍ଟି କ୍ଷତିଗ୍ରସ୍ତ ହଉଛି ବାଲେଶ୍ୱରରେ?
ମତେ ଲାଗୁଛି ପାର୍ଟିର ଯୋଉମାନେ ସିନସିୟର ୱାର୍କର, ଯୋଉମାନେ ଦଳର ବିଚାରଧାରାକୁ ବୁଝିଛନ୍ତି, ସେମାନେ ଏଥିରେ କିଛି ପ୍ରଭାବିତ ହେବେ ନାହିଁ। ପିଲା ଯିବା ଆସିବା ଲୋକ ଯୋଉମାନେ ପାର୍ଟିକୁ ଟ୍ରେଡ୍ ଇନ୍ କମର ଯୋଉମାନେ ହୁଅନ୍ତି, ସେମାନେ ଟିକେ ପ୍ରଭାବିତ ହେଇପାରନ୍ତି, ବାକି ହେବେନି। ଦଳର କୋର ଟିମରେ କିଛି ପ୍ରଭାବ ହେବନି। ତ ଏଇ ଟେଣ୍ଟେଡ୍ ଲୋକ ଯୋଉମାନେ ଯାହାଙ୍କ ବିରୁଦ୍ଧରେ ଚିଟ୍ ଫଣ୍ଡ ର ଅଭିଯୋଗ ଅଛି, ସେମାନେ ପାର୍ଟିରେ ମିଶିବା ଦ୍ୱାରା ବିଜେପିର ଭାବମୂର୍ତ୍ତି ପ୍ରଭାବିତ ହଉଛି କି ନାହିଁ ପ୍ରତାପ? ହେଇପାରେ, ଆପଣ ମାନେ ତାର ମୂଲ୍ୟାଙ୍କନ କରିବେ, ଜନତା ଜନାର୍ଦ୍ଦନ ସେମିତି ମୂଲ୍ୟାଙ୍କନ କରିବେ। ରାଜ୍ୟସଭାରେ ଦିଲ୍ଲୀପ ରାୟଙ୍କର ବିଜୟ ସୁନିଶ୍ଚିତ ବୋଲି ଆପଣ କହିବେ କି? ମୁଁ ଆଶାବାଦୀ ଅଛି। ତ ଯଦି ଆପଣ ଜଣେ ସତ୍ୟନିଷ୍ଠ ବ୍ୟକ୍ତି, ଆପଣ ସବୁବେଳେ ଅନେଷ୍ଟିର କଥା କହନ୍ତି, ତ ଆପଣ ଗୋଟିଏ କଥା କହିବେ କି ପ୍ରତାପ ବାବୁ, ଯଦି ଭୋଟ ହର୍ସ ଟ୍ରେଡିଂ ନ ହୁଏ, ଘୋଡା ବେପାର ନ ହୁଏ, ଦିଲ୍ଲୀପ ରାୟ ଜିତି ପାରିବେନି। ଯଦି ଘୋଡା ବେପାର ହୁଏ, ଆପଣ କଣ ଏହାକୁ ସ୍ୱାଗତ କରିବେ? ମୁଁ କୌଣସି ପ୍ରକାର ଘୋଡା ବେପାରକୁ ସ୍ୱାଗତ କରେନି ବା କରିନାହିଁ। ମତେ ବି ଆଗରୁ ବହୁତ ପାର୍ଟିରୁ ଏମିତି ସବୁ ନାନାବିଧ ପ୍ରଲୋଭନ ଆସିଛି, କେଡେ କେଡେ ନେତା ମନ୍ତ୍ରୀ ଆସିଛନ୍ତି, ମୁଁ ସେଥିରେ କିଛି ରାଜି ହେଇନି। ମୁଁ ମୋ ଦଳ ପ୍ରତି ପ୍ରତିବଦ୍ଧ ରହିଛି। ସ୍ୱାଧୀନ ହେଇଥିଲି, ମୋର ଟିକେଟ ହଜିଯାଇଥିବାରୁ ସେ ସମୟରେ ବି ବିଜେଡିରୁ ଅନ୍ୟ ଅନ୍ୟ ପାର୍ଟିରୁ ମୋ ପାଖକୁ ବାରମ୍ବାର ଲୋକ ଆସିଛନ୍ତି ବିଭିନ୍ନ ରାଜ୍ୟସଭା ନିର୍ବାଚନ ସମୟରେ। ସେତେବେଳେ ମୁଁ ସେମାନଙ୍କ କଥା ଶୁଣିନି, ଦୃଢତା ପୂର୍ବକ ମୋ ସିଦ୍ଧାନ୍ତରେ ଦୃଢ ରହିଛି। କିନ୍ତୁ ଯଦି ଦିଲ୍ଲୀପ ରାୟ ଘୋଡା ବେପାର କରି ଜିତନ୍ତେ, ଏଟାକୁ ଆପଣ ସ୍ୱାଗତ କରିବେ? ଦିଲ୍ଲୀ ରାୟ ଜିତିବେ ଯୋଉ, ସେଟା ଘୋଡା ବେପାର କରିକି ଜିତିବେ କି ସମ୍ପର୍କ ବଢେଇକି ଜିତିବେ, ସେଟା ମୁଁ କେମିତି ଜାଣିବି? ଘୋଡା ବେପାରକୁ ମୁଁ ସବୁବେଳେ ନିନ୍ଦା କରେ। କିନ୍ତୁ ସମ୍ପର୍କ ବଢେଇ ଯଦି ରାଜନୀତିରେ ଏହା ଶୁଭଙ୍କର ନୁହେଁ, କିନ୍ତୁ ଯଦି ସମ୍ପର୍କ ବଢେଇକରି ଅନ୍ୟ ଦଳରୁ ଭୋଟ ଆଣିଲେ ସେଥିରେ ଆପଣଙ୍କର କିଛି ଆପତ୍ତି ନାହିଁ? ନାଇଁ ନାଇଁ, ଯଦି ଦିଲ୍ଲୀପ ରାୟଙ୍କ ପ୍ରତି ଲୋକ ଆକୃଷ୍ଟ ହେଇକି ତାଙ୍କୁ ଭୋଟ ଦେବେ, ସେଥିରେ ମୁଁ କଣ କରିବି? ଆପଣ ଭାବୁଛନ୍ତି କି ରାଜନୀତିରେ ଯାହାକୁ ଆମେ ହର୍ସ ଟ୍ରେଡିଂ ବୋଲି କହୁଛୁ, ଯଦି ସେଇ ପରମ୍ପରାରେ ଏଇ କଥାଟି ସାମିଲ ହୁଏ, ଏହା ଭଲ ହବ? ଗୋଟେ ହର୍ସ ଟ୍ରେଡିଂ କୁ ମୁଁ ପସନ୍ଦ କରେ ନାହିଁ, ବା ହର୍ସ ଟ୍ରେଡିଂ ର ସପକ୍ଷରେ କେବେ ଯାଇନି, ବା ନିଜେ କେବେ ହର୍ସ ଟ୍ରେଡିଂ ର ଅଂଶ ହେଇନାହିଁ। ନାନା ପ୍ରଲୋଭନ, ନାନା ଚାପ ମୋ ଉପରେ ବାରମ୍ବାର ଆସିଛି। ଆପଣମାନେ ଆଗରେ ମିଡିଆରେ ମୁଁ କହିଥିଲି, ଯୋଉ ସମୟ ରାଜ୍ୟସଭା ଇଲେକ୍ସନ ହେଇଥିଲା, ଅନ୍ତ ଦାସ, ସେ ଜୀବନ ପ୍ରତି ଆଜି ଯାଉଛନ୍ତି, ସିଏ ଆସିଥିଲେ ମୋ ପାଖକୁ, ପ୍ରଭାତ ବିଶ୍ୱାଳ ମୋ ହାତ ଗୋଡ ଧରିଥିଲେ। ତାପରେ ବି ଯେତେବେଳେ ମିଡିଆରେ କହିଲି ସେ ମୋ ଗୋଡ ଧରିଛନ୍ତି ବଦ୍ରି ପାତ୍ରଙ୍କ ଚେମ୍ବରରେ, କିନ୍ତୁ ମୁଁ ସେସବୁରେ ପ୍ରଭାବିତ ହେଇନାହିଁ। କିଏ ଆପଣଙ୍କ ଗୋଡ ଧରିଥିଲେ ବଦ୍ରି ପାତ୍ରଙ୍କ ଚେମ୍ବରରେ? ପ୍ରଭାତ ବିଶ୍ୱାଳ। କାହିଁକି ମିଡିଆରେ କହୁଛୁ, ଅପମାନିତ କରୁଛୁ, ମତେ ନବୀନ ପଟ୍ଟନାୟକ କାଢିଦେବେ, ଆଉ ତମକୁ ପଇସା ଯାଚିଥିଲେ, ମନ୍ତ୍ରୀ ପଦ ଯାଚିଥିଲେ, ଏସବୁ କଥା କାହିଁକି ତମ ନବୀନ ପଟ୍ଟନାୟକ କଥା କରିନଥିଲି? କରିଥିଲି ଯେ ଏଗୁଡା ସବୁ ଏମିତି ପବ୍ଲିକରେ ଆମକୁ ଅପମାନ କରିବା ପାଇଁ କରିଥିଲେ କି? ସମସ୍ତେ ନିଅନ୍ତି, ଆମେ ତେଣୁ ତମ ପାଖକୁ ଯାଇଥିଲୁ, ଏମିତି କହିଲେ। ତ ଆପଣଙ୍କ ଉତ୍ତର କଣ ଥିଲା? ମୁଁ କହିଲି, ଦେଖ, ଯାହା ସତ୍ୟତା ମୁଁ କହିବି, ଯେ ତୁମମାନେ ମତେ ପ୍ରଲୋଭନ କରିଥିଲ, ଜଣେ ଏମଏଲଏ କୁ କିଣିବାକୁ ଚେଷ୍ଟା କରିଥିଲ, ମନ୍ତ୍ରୀ ପଦ ଯାଚିଥିଲ, ଟଙ୍କା ଯାଚିଥିଲ, ମୁଁ କାହିଁ କହିବିନି? ଆପଣଙ୍କୁ କେତେ ଟଙ୍କା ଚଷା ଯାଇଥିଲା? 50 ଲକ୍ଷ ଆଉ ମନ୍ତ୍ରୀ ପଦ। ସେତେବେଳେ ମୁଁ କହିଥିଲି, ଆପଣ ମିଡିଆରେ ସବୁ ଶୁଣିଛନ୍ତି। ହଁ, 50 ଲକ୍ଷ ମନ୍ତ୍ରୀ ପଦ, ଏହାକୁ ଆପଣ ପ୍ରଭାବିତ ହେଇନଥିଲେ ଏଥିରେ? ମୁଁ ବାରମ୍ବାର ଟିଭିରେ କହିଲି ନା ସେ ସମୟରେ। ତ ଆପଣ ଏବେ ବି ସେଇ ନୀତିରେ କାୟମ ଅଛନ୍ତି? ହଁ, ସେ ନୀତିରେ କାୟମ ଅଛି, ମଲା ପର୍ଯ୍ୟନ୍ତ ବି ରହିବି। ଆଉ ଯଦି ଏଭଳି କାରବାର ଆପଣଙ୍କ ଆଖି ଆଗରେ ହୁଏ, ଆପଣ ତାକୁ କେମିତି ନେବେ? ନାଇଁ, ମୁଁ ଏ କାରବାରକୁ ସପୋର୍ଟ କରୁନି। କାରବାର ଯଦି ହୁଏ, ମୁଁ ତାର ବିରୋଧ କରିବି। ମୋର ଶେଷ ପ୍ରଶ୍ନ ରହିବ ପ୍ରତାପ, ଯେ ରବୀନ୍ଦ୍ର ଜେନା ବାଲେଶ୍ୱରର ନେତା ଯଦି ପାର୍ଟିରେ ମିଶିଲେ, ଏହା ଦ୍ୱାରା ଆପଣଙ୍କ ପ୍ରଭାବ କ୍ଷୁଣ୍ଣ ହବ କି ଆପଣ ଭାବୁଛନ୍ତି କି? ମୁଁ ସେପରି ଭାବୁନି। ଏଠି ଆମର କୌଣସି ବ୍ୟକ୍ତିଗତ ପ୍ରଭାବର ବିଷୟ ନାହିଁ, ବା ମୁଁ ଗୋଟେ ପ୍ରତାପ ଷଡଙ୍ଗୀ ଗ୍ରୁପ ତିଆରି କରେନି ତା ଭିତରେ। ମୋର ବିଜେପି ଗ୍ରୁପ, ମୁଁ ସମୁଦ୍ର ଭିତରେ କୂଅ ଖୋଳିବାକୁ ଚାହେଁନି। ସୁତରାଂ ନିଜସ୍ୱ ଗୋଟେ ଅର୍ଗାନାଇଜେସନ କରିବା ମତଲବ ନାହିଁ। ତେଣୁ ଭାରତୀୟ ଜନତା ପାର୍ଟିର ବିଚାରଧାରା ମୋର ବିଚାରଧାରା, ଭାରତୀୟ ଜନତା ପାର୍ଟିର ସିଦ୍ଧାନ୍ତ ମୋର ସିଦ୍ଧାନ୍ତ। ଆମର ସିଦ୍ଧାନ୍ତ ହେଲା ନେସନ ଫାର୍ଷ୍ଟ, ପାର୍ଟି ସେକେଣ୍ଡ, ସେଲ୍ଫ ଲାଷ୍ଟ। ଆମର ସିଦ୍ଧାନ୍ତ ହେଲା ଏକାତ୍ମ ମାନବବାଦ। ଆମର ସିଦ୍ଧାନ୍ତ ହେଲା ସାଂସ୍କୃତିକ ରାଷ୍ଟ୍ରବାଦ। ଆମର ସିଦ୍ଧାନ୍ତ ହେଲା ଅନ୍ତ୍ୟୋଦୟ। ଆମର ସିଦ୍ଧାନ୍ତ ହେଲା ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ। ଇଏ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଦ୍ୱାରା ପ୍ରଣୀତ ବୈଚାରିକ ଅଧିଷ୍ଠାନ ଉପରେ ଆମର ଯୋଉ ଦାର୍ଶନିକ ସୌଧ ଗଢିଛି, ମୁଁ ସେଥିରେ ବିଶ୍ୱାସ ରଖେ। ବାକି ଅନ୍ୟାନ୍ୟ କଥା ଯାହା ଅଛି, ସେ ତାରି ଅନୁଭୂତି ହେଇକି ଚାଲିବ ପର୍ଯ୍ୟନ୍ତ ଚାଲିବ। ପ୍ରତାପ, ଆପଣଙ୍କ କର୍ମୀ ମାନେ କିନ୍ତୁ ବ୍ୟସ୍ତ ହଉଥିବେ? ଆଜ୍ଞା, ଆପଣଙ୍କ କର୍ମୀ ମାନେ ଦେଖନ୍ତୁ, ସମସ୍ତେ ସବୁ କଥାକୁ ସମାନ ଢଙ୍ଗରେ ଗ୍ରହଣ କରିବେ। ଆମର ଦାୟିତ୍ୱ ହଉଛି କର୍ମୀମାନଙ୍କୁ ଠିକ ରାସ୍ତାରେ ପରିଚାଳନା କରିବା, ତାଙ୍କର ମନର ଶଙ୍କା ଦୂର କରିବା। ସୁତରାଂ ସେମାନଙ୍କ ଭିତରେ ପ୍ରେରଣା ସୃଷ୍ଟି କରିବା, ଦଳ ପ୍ରତି ପ୍ରତିବଦ୍ଧତା ସୃଷ୍ଟି କରିବା। ଛୋଟ ଛୋଟ ଘଟଣାରେ ପ୍ରତିକ୍ରିୟା କରିବାଟା ହୁଏତ ସେମାନଙ୍କ ପାଖରେ ସହଜ ହେଇପାରେ, କିନ୍ତୁ ଏଇସବୁ ଘଟଣାକୁ
ହଜମ କରିବାର ତାକତ ତାଙ୍କର ବଢେଇବାଟା ଆମର କାମ। ଆପଣ ଏଇ କଥାକୁ ଠିକ ଭାବରେ ହଜମ କରି ନେଇଛନ୍ତି, ସହଜ ଭାବରେ ହଁ ନଉଛନ୍ତି। ଆଜ୍ଞା। ବହୁତ ଧନ୍ୟବାଦ ପ୍ରତାପ ବାବୁ ଆପଣଙ୍କ ମତାମତ ପାଇଁ।